नमस्कार दर्शक बंधु। यह पितृपक्षर पवित्र समय। ଏହି ସମୟରେ ଆମେ ଆମର ପୂର୍ବଜ ମାନଙ୍କୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଅର୍ପଣ କରୁ। ଶାସ୍ତ୍ରରେ କୁହାଯାଇଛି ଯେ ଯଦି ସମ୍ପୂର୍ଣ୍ଣ ପିତୃପକ୍ଷ ସମୟରେ ପ୍ରତିଦିନ ଶ୍ରୀମଦ୍ ଭଗବଦ ଗୀତାର ସପ୍ତମ ଅଧ୍ୟାୟର ପାଠ କିମ୍ବା ଶ୍ରବଣ କରାଯାଏ ଏବଂ ସେହି ପୁଣ୍ୟକୁ ପିତୃମାନଙ୍କୁ ସମର୍ପଣ କରାଯାଏ, ତେବେ ସେମାନେ ମୋକ୍ଷ ପ୍ରାପ୍ତ କରନ୍ତି ଏବଂ ସେମାନଙ୍କ ପାଇଁ ସଦ୍ଗତିର ଦ୍ୱାର ଖୋଲିଯାଏ। ଆଜି ଆମେ ସମସ୍ତେ ଏହି ମହାନ ଅବସର ପ୍ରାପ୍ତ କରିଛୁ ଯେ ଆମେ ଅତି ଭାବ ଓ ଶ୍ରଦ୍ଧାର ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ଶ୍ରୀମଦ୍ ଭଗବଦ ଗୀତାର ସପ୍ତମ ଅଧ୍ୟାୟର ଶ୍ରବଣ କରିବୁ, ଯାହାକୁ ସ୍ୱୟଂ ଭଗବାନ କୁରୁକ୍ଷେତ୍ରର ରଣଭୂମିରେ ଅର୍ଜୁନଙ୍କୁ କହିଥିଲେ। କେବଳ ଏତିକି ନୁହେଁ, ଏକଦା ମାତା ପାର୍ବତୀ ମଧ୍ୟ ଭଗବାନ ଶିବଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଯେ ପିତୃମାନଙ୍କୁ ମୁକ୍ତି କିପରି ମିଳିପାରେ। ତାହା ଶୁଣି ମହାଦେବ ମାତା ପାର୍ବତୀଙ୍କୁ ଗହନ ରହସ୍ୟମୟ ବର୍ଣ୍ଣନା କରି ଏହି ଉପଦେଶ ଦେଇଥିଲେ ଯେ ଶ୍ରୀମଦ୍ ଭଗବଦ ଗୀତାର ଶ୍ରବଣ ଓ ପାଠ ପିତୃମାନଙ୍କୁ ପରମ ଗତି ପ୍ରଦାନ କରେ। ତେଣୁ ଆସନ୍ତୁ, ଆଜି ଏହି ଦିବ୍ୟ ଅବସରରେ ଆମେ ସମସ୍ତେ ମିଶି ଭଗବାନ ଶ୍ରୀକୃଷ୍ଣ ଓ ଶିବଙ୍କ ଏହି ବଚନମାନଙ୍କୁ ସ୍ମରଣ କରି ଶ୍ରୀମଦ୍ ଭଗବଦ ଗୀତାର ସପ୍ତମ ଅଧ୍ୟାୟର ପାଠ ଶୁଣିବା ଏବଂ ଆମର ପିତୃମାନଙ୍କୁ ପ୍ରାର୍ଥନା କରୁ ଯେ ହେ ପୂଜନୀୟ ପିତୃଗଣ, ଆପଣମାନେ ହିଁ ଆମ ଜୀବନର ମୂଳ। ଆପଣଙ୍କ ଠାରୁ ହିଁ ଏହି ବଂଶ ବୃକ୍ଷ ପଲ୍ଲବିତ ଓ ପୁଷ୍ପିତ ହୋଇଛି। ଆମେ ସମସ୍ତେ ଆପଣଙ୍କୁ ବାରମ୍ବାର ନମନ କରୁଛୁ। ଯଦି ଜାଣି କିମ୍ବା ଅଜାଣତରେ ଆମେ କୌଣସି ପ୍ରକାରର ଆପଣଙ୍କୁ ଦୁଃଖ ପହଞ୍ଚାଇଥାଉ, ତେବେ ଆମେ ଆମ ଭୁଲ ପାଇଁ କ୍ଷମା ମାଗୁଛୁ। ଆପଣ ଆମକୁ ସଦା ସର୍ବଦା ଆଶୀର୍ବାଦ କରନ୍ତୁ ଯେ ଆମ ଜୀବନରେ ଧର୍ମ, ସତ୍ୟ ଓ କରୁଣାର ବାସ ହେଉ। ଓଂ ପିତୃଭ୍ୟ ସ୍ୱାହା ନମଃ। ଓଂ ପିତୃଦେବତାଭ୍ୟ ନମଃ। ଏବେ ଶୁଣନ୍ତୁ ଶ୍ରୀମଦ୍ ଭଗବଦ ଗୀତାର ସପ୍ତମ ଅଧ୍ୟାୟର ସମସ୍ତ ଶ୍ଲୋକର ଓଡ଼ିଆ ଅନୁବାଦ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ହେ ପାର୍ଥ, ଅନନ୍ୟ ପ୍ରେମରେ ମୋତେ ଆସକ୍ତ ଚିତ୍ତ ଓ ଅନନ୍ୟ ଭାବରେ ମୋ ପରାୟଣ ହୋଇ ଯୋଗରେ ନିୟୋଜିତ ହୋଇ ତୁ ଯେଉଁପରି ସମ୍ପୂର୍ଣ୍ଣ ବିଭୂତି, ବଳ, ଐଶ୍ୱର୍ଯ୍ୟ ଆଦି ଗୁଣମାନଙ୍କରେ ଯୁକ୍ତ ସମସ୍ତଙ୍କର ଆତ୍ମା ରୂପୀ ମୋତେ ସଂଶୟ ରହିତ ଭାବରେ ଜାଣିବୁ, ତାହା ଶୁଣ। ମୁଁ ତୋ ପାଇଁ ଏହି ବିଜ୍ଞାନ ସହିତ ତତ୍ତ୍ୱଜ୍ଞାନକୁ ସମ୍ପୂର୍ଣ୍ଣତଃ କହିବି, ଯାହାକୁ ଜାଣିବା ପରେ ସଂସାରରେ ଆଉ କିଛି ଜାଣିବା ଯୋଗ୍ୟ ଅବଶିଷ୍ଟ ରହେ ନାହିଁ। ହଜାର ହଜାର ମନୁଷ୍ୟଙ୍କ ମଧ୍ୟରୁ କେହି ଜଣେ ମୋ ପ୍ରାପ୍ତି ପାଇଁ ଯତ୍ନ କରେ ଏବଂ ସେହି ଯତ୍ନକାରୀ ଯୋଗୀମାନଙ୍କ ମଧ୍ୟରୁ କେହି ଜଣେ ମୋ ପରାୟଣ ହୋଇ ମୋତେ ତତ୍ତ୍ୱତଃ ଅର୍ଥାତ୍ ଯଥାର୍ଥ ରୂପରେ ଜାଣେ। ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଙ୍କାର, ଏହିପରି ମୋର ପ୍ରକୃତି 8 ପ୍ରକାରରେ ବିଭକ୍ତ। ଏହି 8 ପ୍ରକାରର ଭେଦ ବିଶିଷ୍ଟ ମୋର ଅପରା ଅର୍ଥାତ୍ ଜଡ଼ ପ୍ରକୃତି, ହେ ମହାବାହୁ, ଏହା ବ୍ୟତୀତ ଅନ୍ୟ ଏକ ପ୍ରକୃତି ଯାହାଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ ଧାରଣ କରାଯାଇଛି, ତାହା ମୋର ଜୀବରୂପା ପରା ଅର୍ଥାତ୍ ଚେତନ ପ୍ରକୃତି ଜାଣ। ହେ ଅର୍ଜୁନ, ତୁ ଏହା ବୁଝ ଯେ ସମସ୍ତ ଭୂତ ଏହି ଦୁଇ ପ୍ରକୃତିରୁ ହିଁ ଉତ୍ପନ୍ନ ହୁଅନ୍ତି ଏବଂ ମୁଁ ସମ୍ପୂର୍ଣ୍ଣ ଜଗତର ପ୍ରଭାବ ଓ ପ୍ରଳୟ ଅର୍ଥାତ୍ ସମ୍ପୂର୍ଣ୍ଣ ଜଗତର ମୂଳ କାରଣ। ହେ ଧନଞ୍ଜୟ, ମୋ ଠାରୁ ଭିନ୍ନ ଅନ୍ୟ କୌଣସି ପରମ କାରଣ ନାହିଁ। ଏହି ସମ୍ପୂର୍ଣ୍ଣ ଜଗତ ସୂତ୍ରରେ ଗୁନ୍ଥା ହୋଇଥିବା ମଣି ପରି ମୋ ମଧ୍ୟରେ ଗୁନ୍ଥିତ। ହେ ଅର୍ଜୁନ, ମୁଁ ଜଳରେ ରସ, ଚନ୍ଦ୍ରମା ଓ ସୂର୍ଯ୍ୟରେ ପ୍ରକାଶ, ସମସ୍ତ ବେଦରେ ଓଙ୍କାର, ଆକାଶରେ ଶବ୍ଦ ଏବଂ ପୁରୁଷମାନଙ୍କରେ ପୌରୁଷ। ମୁଁ ପୃଥିବୀରେ ପବିତ୍ର ଗନ୍ଧ ଓ ଅଗ୍ନିରେ ତେଜ, ସମସ୍ତ ଭୂତମାନଙ୍କରେ ସେମାନଙ୍କର ଜୀବନ ଏବଂ ତପସ୍ୱୀମାନଙ୍କର ତପ। ହେ ଅର୍ଜୁନ, ସମସ୍ତ ଭୂତମାନଙ୍କର ସନାତନ ବୀଜ ମୋତେ ହିଁ ଜାଣ। ମୁଁ ବୁଦ୍ଧିମାନଙ୍କର ବୁଦ୍ଧି ଓ ତେଜସ୍ୱୀମାନଙ୍କର ତେଜ। ହେ ଭରତ ଶ୍ରେଷ୍ଠ, ମୁଁ ବଳବାନମାନଙ୍କର ଆସକ୍ତି ଓ କାମନା ରହିତ ବଳ ଅର୍ଥାତ୍ ସାମର୍ଥ୍ୟ ଏବଂ ସମସ୍ତ ଭୂତମାନଙ୍କରେ ଧର୍ମାନୁକୂଳ ଅର୍ଥାତ୍ ଶାସ୍ତ୍ରାନୁକୂଳ କାମ ଏବଂ ଯେଉଁ ସାତ୍ତ୍ୱିକ, ରାଜସ ଓ ତାମସ ଗୁଣରୁ ଉତ୍ପନ୍ନ ଭାବମାନେ ଅଛନ୍ତି, ସେଗୁଡ଼ିକ ମୋ ଠାରୁ ହିଁ ଉତ୍ପତ୍ତି, ତାହା ଜାଣ। କିନ୍ତୁ ବାସ୍ତବରେ ମୁଁ ସେମାନଙ୍କ ମଧ୍ୟରେ ନାହିଁ ଓ ସେମାନେ ମୋ ମଧ୍ୟରେ ନାହାନ୍ତି।
ସାତ୍ଵିକ, ରାଜସ, ତାମସ ଏହି ତିନି ପ୍ରକାରର ଗୁଣମାନଙ୍କ କାର୍ଯ୍ୟରୁ ଏହି ସମଗ୍ର ସଂସାର ପ୍ରାଣୀ ସମୂହ ମୋହିତ ହେଉଛି। ତେଣୁ ଏହି ତିନି ଗୁଣକୁ ଅତୀତ ମୋତେ ଅବିନାଶୀକୁ ଜାଣିପାରୁ ନାହାନ୍ତି। କାରଣ ଏହି ଅଲୌକିକ ଅତି ଅଦ୍ଭୁତ ତ୍ରିଗୁଣମୟୀ ମୋର ମାୟା ଅତି ଦୁସ୍ତର। କିନ୍ତୁ ଯେଉଁ ପୁରୁଷମାନେ କେବଳ ମୋତେ ନିରନ୍ତର ଭଜନ କରନ୍ତି ସେମାନେ ଏହି ମାୟାକୁ ଅତିକ୍ରମ କରିଯାଆନ୍ତି, ଅର୍ଥାତ୍ ସଂସାରରୁ ତରିଯାଆନ୍ତି। ମାୟା ଦ୍ୱାରା ଯେଉଁମାନଙ୍କ ଜ୍ଞାନ ହରାଯାଇଛି ସେହି ଆସୁରିକ ସ୍ୱଭାବ ଧାରଣ କରିଥିବା ନୀଚ ଓ ଦୂଷିତ କର୍ମ କରୁଥିବା ମୂଢ଼ ଲୋକମାନେ ମୋତେ ଭଜନ କରନ୍ତି ନାହିଁ। ହେ ଭରତବଂଶୀ ଶ୍ରେଷ୍ଠ ଅର୍ଜୁନ, ଉତ୍ତମ କର୍ମକାରୀ ଅର୍ଥାତ୍ ସାଂସାରିକ ପଦାର୍ଥ ପାଇଁ ଭଜନ କରୁଥିବା, ଆର୍ତ ସଙ୍କଟ ନିବାରଣ ପାଇଁ ଭଜନ କରୁଥିବା, ଜିଜ୍ଞାସୁ ମୋତେ ଯଥାର୍ଥ ରୂପରେ ଜାଣିବା ଇଚ୍ଛାରେ ଭଜନ କରୁଥିବା ଏବଂ ଜ୍ଞାନୀ ଏହି ଚାରି ପ୍ରକାରର ଭକ୍ତ ମୋତେ ଭଜନ କରନ୍ତି। ସେମାନଙ୍କ ମଧ୍ୟରେ ନିତ୍ୟ ମୋ ମଧ୍ୟରେ ଏକାକୀ ଭାବରେ ସ୍ଥିତ ଅନନ୍ୟ ପ୍ରେମ ଭକ୍ତିବାଳା ଜ୍ଞାନୀ ଭକ୍ତ ଅତି ଉତ୍ତମ। କାରଣ ମୋତେ ତତ୍ତ୍ୱତଃ ଜାଣିଥିବା ଜ୍ଞାନୀ ମୋତେ ଅତି ପ୍ରିୟ ଏବଂ ସେହି ଜ୍ଞାନୀ ମୋତେ ଅତ୍ୟନ୍ତ ପ୍ରିୟ। ଏହି ସମସ୍ତ ଉଦାର କିନ୍ତୁ ଜ୍ଞାନୀ ତ ସାକ୍ଷାତ୍ ମୋର ସ୍ୱରୂପ, ଏହା ମୋର ମତ। କାରଣ ସେହି ସଦ୍ଗତ ମନ ଓ ବୁଦ୍ଧିବାଳା ଜ୍ଞାନୀ ଭକ୍ତ ଅତି ଉତ୍ତମ ଗତି ସ୍ୱରୂପ ମୋ ମଧ୍ୟରେ ଭଲ ଭାବରେ ସ୍ଥିତ। ଅନେକ ଜନ୍ମର ଶେଷ ଜନ୍ମରେ ତତ୍ତ୍ୱଜ୍ଞାନ ପ୍ରାପ୍ତ ପୁରୁଷ ସମସ୍ତଙ୍କୁ ବାସୁଦେବ ହିଁ ବୋଲି ମୋତେ ଭଜନ କରେ। ସେହି ମହାତ୍ମା ଅତ୍ୟନ୍ତ ଦୁର୍ଲଭ। ଯେଉଁମାନଙ୍କର ଜ୍ଞାନ ଭୋଗର କାମନା ଦ୍ୱାରା ହରାଯାଇଛି ସେମାନେ ନିଜ ସ୍ୱଭାବରେ ପ୍ରେରିତ ହୋଇ ଅନ୍ୟ ଦେବତାମାନଙ୍କୁ ଭଜନ କରନ୍ତି। ଯେ ସକାମ ଭକ୍ତ ଯେ ଦେବତାର ସ୍ୱରୂପକୁ ଶ୍ରଦ୍ଧାରେ ପୂଜା କରିବାକୁ ଚାହେଁ, ମୁଁ ହିଁ ଭକ୍ତର ଶ୍ରଦ୍ଧାକୁ ସେହି ଦେବତାମାନଙ୍କ ପ୍ରତି ସ୍ଥିର କରେ। ସେହି ପୁରୁଷ ସେହି ଶ୍ରଦ୍ଧାରେ ଯୁକ୍ତ ହୋଇ ସେହି ଦେବତାର ପୂଜା କରେ ଏବଂ ମୋ ଦ୍ୱାରା ବିଧାନ କରାଯାଇଥିବା ସେହି ଇଚ୍ଛିତ ଭୋଗମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ କରେ। କିନ୍ତୁ ସେହି ଅଳ୍ପ ବୁଦ୍ଧି ଲୋକମାନଙ୍କୁ ସେହି ଫଳ ନାଶବାନ ଏବଂ ଦେବତାମାନଙ୍କୁ ପୂଜା କରୁଥିବା ଲୋକମାନେ ଦେବତାମାନଙ୍କୁ ପ୍ରାପ୍ତ ହୁଅନ୍ତି। କିନ୍ତୁ ମୋର ଭକ୍ତମାନେ ଯେପରି ହେଉନା କାହିଁକି ଭଜନ କରନ୍ତୁ, ଶେଷରେ ମୋତେ ହିଁ ପ୍ରାପ୍ତ ହୁଅନ୍ତି। ଆପଣ ଜାଣନ୍ତୁ ଯେ ଶ୍ରୀମଦ୍ ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନଙ୍କର ପ୍ରଭାବ ଓ ସ୍ୱରୂପକୁ ନ ଜାଣୁଥିବା ଲୋକମାନଙ୍କର ନିନ୍ଦା ଏବଂ ଜାଣୁଥିବା ଲୋକମାନଙ୍କର ମହିମା ବର୍ଣ୍ଣନା କିପରି କରାଯାଇଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବୁଦ୍ଧିମାନ ପୁରୁଷମାନେ ମୋର ଅନୁତ୍ତମ ଅବିନାଶୀ ପରମ ଭାବକୁ ନ ଜାଣି ମନ ଓ ଇନ୍ଦ୍ରିୟରୁ ଅତୀତ ମୋତେ ସଚ୍ଚିଦାନନ୍ଦ ଘନ ପରମାତ୍ମାକୁ ମନୁଷ୍ୟ ପରି ଜନ୍ମ ନେଇ ବ୍ୟକ୍ତି ଭାବରେ ପ୍ରାପ୍ତ ହୋଇଥିବା ମାନନ୍ତି। ମୋର ଯୋଗମାୟା ଦ୍ୱାରା ଲୁଚି ରହି ମୁଁ ସମସ୍ତଙ୍କ ସାମ୍ନାରେ ପ୍ରତ୍ୟକ୍ଷ ହୁଏ ନାହିଁ। ତେଣୁ ଏହି ଅଜ୍ଞାନୀ ଜନସମୂହ ମୋତେ ଜନ୍ମ ରହିତ ଅବିନାଶୀ ପରମେଶ୍ୱରକୁ ଜାଣିପାରେ ନାହିଁ, ଅର୍ଥାତ୍ ମୋତେ ଜନ୍ମ ଓ ମରଣ ବାଳା ମାନନ୍ତି। ହେ ଅର୍ଜୁନ, ଅତୀତରେ ବ୍ୟତୀତ ହୋଇଥିବା, ବର୍ତ୍ତମାନରେ ସ୍ଥିତ ଏବଂ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଭୂତମାନଙ୍କୁ ମୁଁ ଜାଣେ। କିନ୍ତୁ ଶ୍ରଦ୍ଧା ଓ ଭକ୍ତି ରହିତ କୌଣସି ପୁରୁଷ ମୋତେ ଜାଣିପାରେ ନାହିଁ। ହେ ଭରତବଂଶୀ ଅର୍ଜୁନ, ସଂସାରରେ ଇଚ୍ଛା ଓ ଦ୍ୱେଷରୁ ସମ୍ପୂର୍ଣ୍ଣ ସୁଖ ଦୁଃଖ ଆଦି ଦ୍ୱନ୍ଦ୍ୱରୂପୀ ମୋହରୁ ସମସ୍ତ ପ୍ରାଣୀ ଅତ୍ୟନ୍ତ ଅଜ୍ଞତାରେ ପହଞ୍ଚି ରହିଛନ୍ତି। କିନ୍ତୁ ନିଷ୍କାମ ଭାବରେ ଶ୍ରେଷ୍ଠ କର୍ମର ଆଚରଣ କରୁଥିବା ଯେଉଁ ପୁରୁଷମାନଙ୍କ ପାପ ନଷ୍ଟ ହୋଇଛି, ସେମାନେ ରାଗ ଦ୍ୱେଷ ଜନିତ ଦ୍ୱନ୍ଦ୍ୱରୂପୀ ମୋହରୁ ମୁକ୍ତ ହୋଇ ଦୃଢ଼ ନିଶ୍ଚୟ ଭକ୍ତିରେ ମୋତେ ସମସ୍ତ ପ୍ରକାରରେ ଭଜନ କରନ୍ତି। ଯେଉଁମାନେ ମୋର ଶରଣ ହୋଇ ଜରା ଓ ମରଣରୁ ମୁକ୍ତ ହେବା ପାଇଁ ଯତ୍ନ କରନ୍ତି, ସେମାନେ ବ୍ରହ୍ମ, ସମ୍ପୂର୍ଣ୍ଣ ଆଧ୍ୟାତ୍ମ ଓ ସମ୍ପୂର୍ଣ୍ଣ କର୍ମକୁ ଜାଣନ୍ତି। ଯେଉଁ ପୁରୁଷମାନେ ଅଧିଭୂତ, ଅଧିଦେବ ଏବଂ ଅଧିଯଜ୍ଞ ସହିତ ସମସ୍ତଙ୍କର ଆତ୍ମା ରୂପୀ ମୋତେ ଅନ୍ତକାଳରେ ମଧ୍ୟ ଜାଣନ୍ତି, ସେହି ଯୁକ୍ତଚିତ୍ତ ପୁରୁଷମାନେ ମୋତେ ଜାଣନ୍ତି, ଅର୍ଥାତ୍ ମୋ ମଧ୍ୟରେ ଲୀନ ହୁଅନ୍ତି, ମୋତେ ପ୍ରାପ୍ତ ହୁଅନ୍ତି। ପ୍ରିୟ ଶ୍ରୋତାମାନେ, ଏହିପରି ଶ୍ରୀମଦ୍ ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟର ପାଠ ସମାପ୍ତ ହେଲା। ଏବେ ଆମେ ସମସ୍ତ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ମଧ୍ୟରେ ହୋଇଥିବା ପିତୃମାନଙ୍କ ଦିବ୍ୟ ସମ୍ବାଦର କାହାଣୀ ମଧ୍ୟ ଶୁଣିବୁ।
ଭଗବାନ ଶିବ ଦେବୀ ପାର୍ବତୀଙ୍କୁ କହିଛନ୍ତି, ହେ ପାର୍ବତୀ, ଏବେ ମୁଁ ତୁମକୁ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ମହିମା ଶୁଣାଇବି, ଯାହା ଶୁଣିଲେ ମନେ ହୁଏ ଯେପରି କାନ ଦିବ୍ୟ ଅମୃତରେ ପୂର୍ଣ୍ଣ ହୋଇଛି। ପାଟଳୀପୁତ୍ର ନାମକ ଏକ ବୃହତ୍ ନଗର ଥିଲା, ଯାହାର ଅନେକ ବିଶାଳ ଦ୍ୱାର ଥିଲା। ସେହି ନଗରରେ ଶଙ୍କୁକର୍ଣ୍ଣ ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ସେ ବ୍ୟାପାରୀର ବ୍ୟବସାୟ ଗ୍ରହଣ କରି ବହୁତ ଧନ ସମ୍ପଦ ଅର୍ଜନ କରିଥିଲେ, କିନ୍ତୁ ସେ କେବେ କୌଣସି ଧାର୍ମିକ କାର୍ଯ୍ୟ କରିନଥିଲେ କିମ୍ବା ତାଙ୍କ ପୂର୍ବଜମାନଙ୍କ ନିମନ୍ତେ ଆବଶ୍ୟକ କର୍ମକାଣ୍ଡ କରିନଥିଲେ। ଏହିପରି ସେ ବହୁତ ଧନୀ ହୋଇଥିଲେ, ଏତେ ଧନୀ ଯେ ବଡ଼ ବଡ଼ ରାଜାମାନେ ମଧ୍ୟ ତାଙ୍କ ଘରକୁ ଆସି ଭୋଜନ କରୁଥିଲେ। ଶଙ୍କୁକର୍ଣ୍ଣ ଅତ୍ୟନ୍ତ କୃପଣ ମଧ୍ୟ ଥିଲେ ଏବଂ ତାଙ୍କ ଧନକୁ ଭୂମିରେ ଗାଡ଼ି ଲୁଚାଇ ରଖିଥିଲେ। ଏକଦା ସେହି ବ୍ରାହ୍ମଣ ଯେତେବେଳେ ତାଙ୍କ ପିଲାମାନଙ୍କ ଓ ଅନ୍ୟ ସମ୍ପର୍କୀୟମାନଙ୍କ ସହିତ ଚତୁର୍ଥ ବିବାହ ଉଦ୍ଦେଶ୍ୟରେ ଯାଉଥିଲେ, ସେତେବେଳେ ରାତ୍ରି ବିଶ୍ରାମ ପାଇଁ ଗୋଟିଏ ସ୍ଥାନରେ ଅଟକିଥିଲେ। ସେତେବେଳେ ସେ ଶୋଇଥିବା ବେଳେ ଏକ ସାପ ଆସି ତାଙ୍କୁ କାମୁଡ଼ି ଦେଇଥିଲା। ଯେତେବେଳେ ତାଙ୍କ ପୁତ୍ର ଓ ସମ୍ପର୍କୀୟମାନେ ଜାଣିଲେ ଯେ ତାଙ୍କୁ ସାପ କାମୁଡ଼ିଛି, ସେମାନେ ବୈଦ୍ୟ ଓ ମନ୍ତ୍ରଜାପକମାନଙ୍କୁ ଡାକିଲେ, କିନ୍ତୁ କେହି ଶଙ୍କୁକର୍ଣ୍ଣଙ୍କୁ ସାହାଯ୍ୟ କରିପାରିଲେ ନାହିଁ ଏବଂ ଶୀଘ୍ର ତାଙ୍କର ମୃତ୍ୟୁ ହେଲା। ଏହାପରେ ତାଙ୍କୁ ଏକ ପ୍ରେତ ସର୍ପର ଶରୀର ଧାରଣ କରିବାକୁ ପଡ଼ିଲା। ସେ କେବଳ ତାଙ୍କର ଧନ ବିଷୟରେ ହିଁ ଚିନ୍ତା କରୁଥିଲେ, ଯାହା ତାଙ୍କ ଘର ପାଖରେ ଗାଡ଼ି ହୋଇ ରହିଥିଲା। ସେ ତାଙ୍କ ପରିବାରକୁ ମଧ୍ୟ ତାଙ୍କ ଲୁଚାଇ ରଖିଥିବା ଧନ ବିଷୟରେ କେବେ କହିନଥିଲେ। ପ୍ରେତ ସର୍ପ ରୂପରେ ମଧ୍ୟ ସେ ସେହି ସ୍ଥାନରେ ରହୁଥିଲେ, ଯେଉଁଠାରେ ତାଙ୍କର ଧନ ଗାଡ଼ି ହୋଇ ରହିଥିଲା, ଯାହାଫଳରେ କେହି ଅନ୍ୟ ତାଙ୍କ ଧନ ନେଇ ନପାରନ୍ତି। କିଛି ସମୟ ପରେ ସେ ପ୍ରେତ ସର୍ପର ଜାଲରେ ଫସି ଠକି ପଡ଼ିଥିଲେ ଏବଂ ତାଙ୍କ ପୁତ୍ରମାନଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପରଦିନ ସକାଳେ ତାଙ୍କ ଅଳସୁଆ ପୁତ୍ରମାନେ ଉଠି ଏକ ଅନ୍ୟରୁ ସେମାନଙ୍କ ଦେଖା ସ୍ୱପ୍ନ ବିଷୟରେ କହିଥିଲେ। ତାଙ୍କର ଜଣେ ପୁତ୍ର ହାତରେ ଏକ ବଡ଼ ଖୋଳା ଉପକରଣ ନେଇ ସେହି ସ୍ଥାନକୁ ଗଲା, ଯେଉଁଠାରେ ତାଙ୍କ ପିତା କହିଥିଲେ ଯେ ସେ ରହୁଛନ୍ତି। ସେଠାରେ ପହଞ୍ଚି ତାକୁ ଅନୁଭବ ହେଲା ଯେ ତାଙ୍କୁ ଠିକ୍ ଭାବରେ ଜଣାନଥିଲା ଯେ ଧନ ଆଦୌ କେଉଁଠାରେ ଗାଡ଼ି ହୋଇଛି। ସେହି ପୁତ୍ର ଅତ୍ୟନ୍ତ ଲୋଭୀ ଥିଲା, ତେଣୁ ସେ ବହୁତ ସମୟ ଧରି ସେହି ଲୁଚାଇଥିବା ଧନକୁ ଖୋଜିବାକୁ ଚେଷ୍ଟା କରିଥିଲା। ଶେଷରେ ତାକୁ ଏକ ସାପର ବିଲ୍ ଦେଖାଗଲା, ଯାହାକୁ ସେ ତୁରନ୍ତ ଖୋଳିବା ଆରମ୍ଭ କରିଦେଲା। କିଛି ସମୟ ପରେ ଏକ ବହୁତ ବଡ଼ ଓ ଭୟଙ୍କର ସର୍ପ ସେହି ବିଲ୍ରୁ ବାହାରି କହିଲା, ଆରେ ମୂର୍ଖ, ତୁମେ କିଏ? ଏଠାକୁ କାହିଁକି ଆସିଛ? କିଏ ତୁମକୁ ପଠାଇଛି ଏବଂ ତୁମେ ଏହି ସ୍ଥାନରେ ଖୋଳୁଛ କାହିଁକି? ମୋ ପ୍ରଶ୍ନର ତୁରନ୍ତ ଉତ୍ତର ଦିଅ। ସେହି ପୁତ୍ର ଉତ୍ତର ଦେଲା, ମୁଁ ଆପଣଙ୍କର ପୁତ୍ର ଏବଂ ମୋର ନାମ ସୁନଗ। ଗତକାଲି ରାତିରେ ମୁଁ ସ୍ୱପ୍ନରେ ଦେଖିଲି ଯେ ଏହି ସ୍ଥାନରେ ଗୁପ୍ତ ଖଜାନା ଗାଡ଼ି ହୋଇଛି ଏବଂ ମୁଁ ସେହି ଖଜାନା ନେବାକୁ ଆସିଛି। ତାଙ୍କ ପୁତ୍ରର ଏହି କଥା ଶୁଣି ସେହି ପ୍ରେତ ସର୍ପ ହସି ଉଠିଲା ଏବଂ କହିଲା, ଯଦି ତୁମେ ମୋର ପୁତ୍ର, ତେବେ ମୋତେ ଏହି ନର୍କୀୟ ସ୍ଥିତିରୁ ମୁକ୍ତ କରାଇବା ପାଇଁ ଆବଶ୍ୟକ ଅନୁଷ୍ଠାନ କାହିଁକି କରୁନାହଁ? ପୂର୍ବଜନ୍ମରେ ଲୋଭ ହେତୁ ମୋତେ ଏହି ଶରୀର ପ୍ରାପ୍ତ ହୋଇଥିଲା। ଏବେ ତୁମେ ମଧ୍ୟ ସେହି ପଥରେ ଯାଉଛ। ତାଙ୍କ ପୁତ୍ର ପଚାରିଲା, ହେ ପିତାଜୀ, ଦୟାକରି ମୋତେ କୁହନ୍ତୁ, ଆପଣ ଏହି ନର୍କୀୟ ସ୍ଥିତିରୁ କେମିତି ମୁକ୍ତ ହୋଇପାରିବେ? ପ୍ରେତ ସର୍ପ କହିଲେ, କୌଣସି ପ୍ରକାରର ଦାନ, ତପସ୍ୟା କିମ୍ବା ଯଜ୍ଞ ଦ୍ୱାରା ନୁହେଁ, କେବଳ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ପାଠ ଦ୍ୱାରା ହିଁ ମୁଁ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇପାରିବି। ହେ ପୁତ୍ର, ଦୟାକରି ଶ୍ରାଦ୍ଧ କର୍ମ କର ଏବଂ ସେହିଦିନ ଜଣେ ଏପରି ବ୍ରାହ୍ମଣଙ୍କୁ ଡାକ, ଯିଏ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ପାଠ କରିବାରେ ଅଭ୍ୟାସୀ, ଏବଂ ତାଙ୍କୁ ଉତ୍ତମ ଭୋଜନ କରାଅ। ଏହାପରେ ସୁନଗ ତାଙ୍କ ଅନ୍ୟ ଭାଇଙ୍କ ସହିତ ମିଶି ତାଙ୍କ ପିତାଙ୍କ ଆଜ୍ଞାର ପାଳନ କଲା। ଯେତେବେଳେ ବ୍ରାହ୍ମଣ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ପାଠ କରୁଥିଲେ, ସେତେବେଳେ ଶଙ୍କୁକର୍ଣ୍ଣ ସେହି ଭୟଙ୍କର ପ୍ରେତ ସର୍ପ ଶରୀରକୁ ତ୍ୟାଗ କରି ଦିବ୍ୟ ଚତୁର୍ଭୁଜ ଶରୀର ପ୍ରାପ୍ତ କଲେ। ସେହି ସମୟରେ ସେ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଲେ, ସେମାନଙ୍କୁ ତାଙ୍କ ଧନର ସ୍ଥାନ କହିଲେ ଏବଂ ତାପରେ ବୈକୁଣ୍ଠ ଲୋକକୁ ଚାଲିଗଲେ। ଯେଉଁ ପୁତ୍ରମାନଙ୍କ ମନ
ଏବେ ଭଗବାନ କୃଷ୍ଣଙ୍କ ଭକ୍ତିରେ ଲାଗିଥିଲା। ସେମାନେ ସେହି ଧନକୁ ମନ୍ଦିର ନିର୍ମାଣ, କୂଅ ଓ ପୋଖରୀ ଖୋଳା ଏବଂ ଅନ୍ନଦାନ କାର୍ଯ୍ୟରେ ବ୍ୟବହାର କଲେ ଏବଂ ସେମାନେ ସମସ୍ତେ ପ୍ରତିଦିନ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ପାଠ କରିବାକୁ ଲାଗିଲେ ଏବଂ ଶୀଘ୍ର ସେମାନେ ସମସ୍ତେ ଭଗବାନ କୃଷ୍ଣଙ୍କ ଚରଣ କମଳ ପ୍ରାପ୍ତ ହେଲେ। ଭଗବାନ ଶିବ ଦେବୀ ପାର୍ବତୀଙ୍କୁ କହୁଛନ୍ତି, ହେ ଦେବୀ, ଏହିପରି ମୁଁ ତୁମକୁ ଶ୍ରୀମଦ୍ ଭଗବତ ଗୀତାର 7ମ ଅଧ୍ୟାୟର ଅଦ୍ଭୁତ ମହିମା ଶୁଣାଇଛି। ଯେ କେହି ଏହି ମହାତ୍ମ୍ୟକୁ ଶୁଣିବ ସେ ସମସ୍ତ ପାପରୁ ମୁକ୍ତ ହେବ। ସମସ୍ତେ ପ୍ରେମରେ କୁହନ୍ତୁ, ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀକୃଷ୍ଣ ଭଗବାନ କି ଜୟ। ଜୟ ଶ୍ରୀକୃଷ୍ଣ।